ନମସ୍କାର। ଆଜିର ଏହି ଗଭୀର ଆଲୋଚନାକୁ ସ୍ୱାଗତ। ଆମେ ଆଜି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା, ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ସକୁ ଆଧାର କରି। ଆମ ପାଖରେ ଗୋଟେ ଲେଖା ଅଛି, ରୁକ୍ମିଣୀ ଦେବୀ ଭାରତନାଟ୍ୟମର ପୁନରୁଦ୍ଧାରକାରୀ। ତ ଏହି ଲେଖା ଭିତରକୁ ଯାଇ ରୁକ୍ମିଣୀ ଦେବୀ ଅରୁଣ୍ଡେଲଙ୍କ କାମ ଆଉ ତାର ପ୍ରଭାବକୁ ବୁଝିବାକୁ ଚେଷ୍ଟା କରିବା। ହଁ, ପ୍ରଥମେ ତ ଆରମ୍ଭ କରିବା ରୁକ୍ମିଣୀ ଦେବୀ ଅରୁଣ୍ଡେଲ କିଏ? ଉତ୍ସଟି କହୁଛି ସେ ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଥିଲେ, ବହୁତ ପ୍ରସିଦ୍ଧ। କିନ୍ତୁ କଥାଟା ସେତିକିରେ ସରୁନି। ତାଙ୍କର ପ୍ରକୃତ ମହତ୍ତ୍ୱଟା କୋଉଠି? ମାନେ ଲେଖାଟା ତାଙ୍କୁ କାହିଁକି ପୁନରୁଦ୍ଧାରକାରୀ କହୁଛି? କାରଣ ହେଉଛି ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଏହି ନୃତ୍ୟ କଳାକୁ ସେ ପୁଣିଥରେ ଜୀବନ ଦେଲେ ଆଉ ଲୋକପ୍ରିୟ କରାଇଲେ। ପୁନରୁଦ୍ଧାରକାରୀ, ଏଇଟା ତ ବହୁତ ବଡ଼ ଶବ୍ଦ। ତାମାନେ ସେ ସମୟରେ କ'ଣ ଭାରତନାଟ୍ୟମର ସ୍ଥିତି ଏମିତି ଭଲ ନଥିଲା? ଉତ୍ସଟା ଏ ବିଷୟରେ କିଛି କହୁଛି? ମାନେ କ'ଣ ଚାଲିଥିଲା ସେତେବେଳେ? ହଁ, ଟିକେ ସୂଚନା ମିଳୁଛି। ଦେଖନ୍ତୁ, ସେତେବେଳେ ଭାରତନାଟ୍ୟମ୍, ଯାହାକୁ ଆଗରୁ ସାଦିର କହୁଥିଲେ ଆଉ ବେଶୀ ଦେବଦାସୀମାନଙ୍କ ସହ ଯୋଡ଼ା ଯାଉଥିଲା, ତାର ଗୋଟେ ସାମାଜିକ ସମସ୍ୟା ଚାଲିଥିଲା। ମାନେ କିଛି ଲୋକ ଏହାକୁ ଭଲ ଦୃଷ୍ଟିରେ ଦେଖୁନଥିଲେ। ଏମିତି ଗୋଟେ ଜଟିଳ ପରିସ୍ଥିତି ଥିଲା। ଆଚ୍ଛା, ଏମିତି କଥା। ଏଇଟା ତ ବଡ଼ ଚ୍ୟାଲେଞ୍ଜ ଥିବେ ନିଶ୍ଚୟ। ତେବେ ସେ ଏହି ପୁନରୁଦ୍ଧାର କାମଟା କଲେ କେମିତି? ଖାଲି ନିଜେ ନାଚିକି ନା ଆଉ କିଛି କରିଥିଲେ? ହଁ, ଏଇଠି ଆସୁଛି ମୁଖ୍ୟ କଥା। ଉତ୍ସଟି ଖାସ୍ କରି ଗୋଟିଏ କଥା ଉପରେ ଜୋର ଦେଉଛି। ତାଙ୍କର ସବୁଠୁ ବଡ଼ କାମ ଥିଲା ମାଡ୍ରାସରେ, ମାନେ ଆଜିର ଚେନ୍ନାଇରେ, କଳାକ୍ଷେତ୍ର ଫାଉଣ୍ଡେସନ୍ ତିଆରି କରିବା। ଆଉ ଏଇଟା ଖାଲି ଗୋଟେ ନାଚ ସ୍କୁଲ ନଥିଲା, ବୁଝିଲେ? ଓହୋ, କଳାକ୍ଷେତ୍ର। ହଁ ହଁ, ନାଟା ତ ବହୁତ ଶୁଣା। କିନ୍ତୁ ଏଇଟା କେମିତି ସାହାଯ୍ୟ କଲା? ଲେଖା ଅନୁସାରେ ଏହାର ବିଶେଷ କଥା କ'ଣ ଥିଲା? ଦେଖନ୍ତୁ, ଉତ୍ସରୁ ଜଣାପଡ଼ୁଛି କଳାକ୍ଷେତ୍ରର ଅନେକ ଦିଗ ଥିଲା। ଗୋଟେ ହେଲା, ଏହା ଭାରତନାଟ୍ୟମ୍ ଶିଖିବା ପାଇଁ ଗୋଟେ ବଢ଼ିଆ ଆଉ ସମ୍ମାନଜନକ ଜାଗା ତିଆରି କଲା। ଆଉ ଦ୍ୱିତୀୟ କଥା, ରୁକ୍ମିଣୀ ଦେବୀ ନିଜେ ବି ନୃତ୍ୟରେ କିଛି ପରିବର୍ତ୍ତନ ଆଣିଲେ, ଯେମିତି ପୋଷାକ, ମଞ୍ଚସଜ୍ଜା, ଏମିତି କିଛି। ଆଚ୍ଛା। ହଁ, ଯାହାଦ୍ୱାରା ଏହା ଆହୁରି ବେଶୀ ଲୋକଙ୍କ ପାଖରେ ପହଞ୍ଚି ପାରିଲା ଆଉ ଗ୍ରହଣୀୟ ହେଲା। ଏହା ଗୋଟେ ନୂଆ ଷ୍ଟାଇଲ ଭଳି ହେଲା। ବାଃ, ତାମାନେ ଖାଲି ପୁରୁଣାକୁ ସାଇତି ରଖିବା ନୁହେଁ, ବରଂ ତାକୁ ଟିକେ ନୂଆ ରୂପ ଦେଇ ଆଗକୁ ବଢ଼େଇବା। ମାନେ ଏହାକୁ ଗୋଟେ ମୁଖ୍ୟଧାରାର କଳା ଭାବରେ ସ୍ଥାପିତ କରିବା ପାଇଁ ଚେଷ୍ଟା। ଏକଦମ ଠିକ୍। ଉତ୍ସ ବି ସେଇଆ କହୁଛି। କଳାକ୍ଷେତ୍ର ଜରିଆରେ ସେ ଗୋଟେ ନୂଆ ପିଢ଼ିର ନାଚୁଆଳି ଆଉ ଗୁରୁ ତିଆରି କଲେ। ସେମାନେ ହିଁ ତ ଏ କଳାକୁ ଆଗକୁ ନେଲେ। ଆଉ ସେ ଯୋଉ ଗୋଟେ ସାମାଜିକ ଦାଗ ଭଳି ଥିଲା, ସେଥିରୁ ମୁକୁଳେଇ ଗୋଟେ ଉଚ୍ଚ ସ୍ଥାନ ଦେଲେ। ଏଇଟା ହିଁ ତାଙ୍କର ସବୁଠି ବଡ଼ କାମ। ବାସ୍ତବରେ ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଜଣେ ଲୋକର ଇଚ୍ଛାଶକ୍ତି ଆଉ ଗୋଟେ ଅନୁଷ୍ଠାନ ମିଶି ପୁରା ଗୋଟେ କଳା ପରମ୍ପରାକୁ କେମିତି ବଦଳେଇ ଦେଇପାରେ। ହଁ, ତେଣୁ ମୂଳ କଥା ହେଉଛି, ଆମେ ଯଦି ଏ ଉତ୍ସରୁ ଦେଖିବା, ରୁକ୍ମିଣୀ ଦେବୀ କେବଳ ଜଣେ ନୃତ୍ୟଶିଳ୍ପୀ ନଥିଲେ। ସେ ଜଣେ ଦୂରଦ୍ରଷ୍ଟା ଥିଲେ, ସଂସ୍କାରକ ଥିଲେ ଆଉ ସଂଗଠକ ବି ଥିଲେ। ଆଉ କଳାକ୍ଷେତ୍ର ହିଁ ତାଙ୍କର ମାଧ୍ୟମ ଥିଲା ଏହି ନୃତ୍ୟକୁ ଗୋଟେ ନୂଆ ଜୀବନ ଦେବା ପାଇଁ। ଆଉ ତାର ପ୍ରଭାବ ଆଜି ବି ଅଛି। ଏହି ଆଲୋଚନା ଶେଷରେ ଗୋଟେ କଥା ମନକୁ ଆସୁଛି, ଯାହା ବିଷୟରେ ଭାବି ହେବ। ଦେଖନ୍ତୁ, ରୁକ୍ମିଣୀ ଦେବୀ ଗୋଟିଏ ଅନୁଷ୍ଠାନ, କଳାକ୍ଷେତ୍ର ତିଆରି କରି ଏତେ ବଡ଼ କାମ କଲେ। ଏଇଟା ଆମର ଯେତେ ସବୁ ସାଂସ୍କୃତିକ ପରମ୍ପରା ଅଛି, ସେଗୁଡ଼ିକୁ ବଞ୍ଚେଇ ରଖିବା ଆଉ ଆଗକୁ ବଢ଼େଇବା ପାଇଁ ଏମିତି ସୁସଂଗଠିତ ଅନୁଷ୍ଠାନର କେତେ ଜରୁରୀ ଆଉ କେତେ ଶକ୍ତିଶାଳୀ, ସେ ବିଷୟରେ କ'ଣ କହୁଛନ୍ତି? ଏହା ନିଶ୍ଚୟ ଚିନ୍ତା କରିବା ଭଳି କଥା।